प्रभु मंगलम प्रभुपाद मंगलम प्रणाम सूचित मार्ग प्रदर्शित भगवान कलापथकु प्रस्फुटित करंतु शरीर आरोग्य रखंतु समस्त मनोकामना पूर्ण करंतु साहिल उन्नति हो मंदिर विकास हो बोल आनंद कंद भगवान की यदि ज्ञान ये नार विशेषण कौन जानते हैं जने कामु को युवक नाम भगवान बात को किछि जानि रहे भगवान को कथा कइले गोड़ाए गोड़ा सब दिन गोड़े भगवान मुंडा को भगवान ने ओ भगवान के अछि भगवान नित्य नैमित्य बेस्याले बुझाए आउ सांगरे नै कि जाए कोन ना बेस्यार गभारे सजेवा पाई मनी पुनहार बोल श्याम रामचंद्र भगवान की दिने कोन कि जानते जे बेस्या को जेतबे देखिला को जाईची देखिला कोन कि ना का कपाट में ताला फुलटा तो नै कि जाईची कोन करिवो आज बेसिया देखा जा नहीं मगर कौन आसी ना सुंदरियो नाम रूप बिनु देखे गोविंद रूपटा केंती बिनु देखे गोविंद रूपटा को देखि नहीं कौन कला ना बिनु देखे ना रे गोविंद आयो स्नान करी मारे फुटला करी मल्ली फूलटा को नळाले फपई देला अनेला ना गोविंदाय स्वाहा सगरे कौन थिला हे दिव्यात्मन अनुराग थिला जीवन रे किछि ना नै गोटे ना नै जी अनुराग कालक्रमे आसिला मरण समय अंत समय आसिला जमराजा रमना माने आसिले जमदूत माने आसिले अजापिलर कथा आपण जेमति सुनिजंती ये पूर्वरु नै जी अजापिल अंत समय नै जी किंतु पूर्वरु नै जी जमराजा आसिले जब लोग केते बल भव जलरू पारी हो गला देखंतु ये नामर महिमा जेतेबेले कोंती मनर शक्ति कोंती कोन कोंती मुमरिता बेड़े सखी बाहर भेजियो बाबू बक्ता जय श्री राम। आज आप देखुं आम बणिया साही बणिया साही माँ बासुले मंदिर रे आमर जे विश्व भागवत चेतना परिषद आमर केदारनाना अच्छा आउ से ग्रुप रे भी जड़े सदस्य आमर वरिष्ठ सी प्रकाश भाईना जोटा कि सी आज गोटे श्रोतारू आज माने वक्ता आज पाल्टी जाइछंती आ मु केबे भाबी नथिली जे तांको मुहरु एभली राम कथा शुणिया मु केबे आशा भी कर नथिली जाऊ मते 8-10 दिन तले भाईना फोन करथिले तो आज प्रथम थर पे तांकर मु वक्ता शुणिली बहुत आनंद लागिला आ केबे मु आशा भी कर नथिले जे एभली तांको मुहरु शुणिया आज आमे तांको मुहरु किछि शुणिबा आउ से केबे ठारू से तांकर प्रभुकर
କଥା ଗାନ କଲେଣି ମୁଁ ତ କହିପାରିବିନି, ମୁଁ ଜାଣିନି। କିନ୍ତୁ ପ୍ରଥମ ଥର ପାଇଁ ଆଜି ମୁଁ ଏଇ ମଞ୍ଚରେ ମା ବାସୁଳେଇଙ୍କ ପୀଠରେ ଆଜି ମୁଁ ଦେଖିଲି, ମୋତେ ବହୁତ ଆନନ୍ଦ ଲାଗିଲା। ଆଜି ଆମେ ତାଙ୍କଠାରୁ ଶୁଣିବା, ଆଉ ମଧ୍ୟ ତାଙ୍କର ଟେଲିଫୋନ୍ ନମ୍ବରଟା ବି ଆମେ ତାଙ୍କୁ ଟିକେ ପଚାରିବା। ଆଉ ଆପଣମାନଙ୍କର ଯଦି କେଉଁଠି ରାମକଥା ହେଉଥାଏ, ଯେଉଁଠି ଆମର ପାରାୟଣ ହେଉଥାଏ, ପ୍ରକାଶ ଭାଇନାକୁ ବି ଯୋଗାଯୋଗ କରିବେ। ଆମର କେଦାର ନନାକୁ ଯୋଗାଯୋଗ କରିବା। କେଦାର ନନା ଆମର ହେଉଛନ୍ତି କଟକ ସହରର ପ୍ରଥମ ଯିଏକି ବିଶ୍ୱ ଭାଗବତ ଚେତନା ପରିଷଦର ଅଧ୍ୟକ୍ଷ। ଆଉ କଟକ ଟାଉନରେ ଅନେକ ଅନୁଷ୍ଠାନ ମଧ୍ୟ ସେ ଗଢ଼ିଛନ୍ତି। ଆଉ ଆମର ଭଟ୍ଟ ମଠରେ ମଧ୍ୟ ଗୋଟିଏ ଅନୁଷ୍ଠାନ ସେ ଗଢ଼ିଛନ୍ତି, ମା ପସରା ଅନୁଷ୍ଠାନ ଗଢ଼ିଛନ୍ତି। ଆଉ ସେଠି ଆମର ଯିଏ ଅଛନ୍ତି ଗଦା ଭାଇନାଙ୍କୁ ପଠାଇଥିଲେ, ଯେଉଁଟାକି ଆଜି ପର୍ଯ୍ୟନ୍ତ ସେ ମଧ୍ୟ ତାଙ୍କର କଥା ରଖି ଆସିଛନ୍ତି। ଆଉ ବର୍ତ୍ତମାନ ମୁଁ ପ୍ରଥମ ଆମର କେଦାର ଭାଇନାଙ୍କୁ ମୁଁ କହୁଛି ସେ କିଛି କହିବା ପାଇଁ। ଜୟ ଶ୍ରୀରାମ। ଆମର ଯେଉଁ ଉଦ୍ଦେଶ୍ୟ ରହିଛି ଦୀର୍ଘ 16 ବର୍ଷ ହେଲା ଶ୍ରୀରାମ କଥା, ଭଗବତ କଥାକୁ ଘରେ ଘରେ ପହଞ୍ଚାଇବାର, ମାନେ ସତ୍ସଙ୍ଗର ମହାତ୍ମ୍ୟ କ'ଣ, କାହିଁକି ସତ୍ସଙ୍ଗ କରିବା, ସେ ତ ପ୍ରକାଶ ଯେଉଁ ଆମେ କହୁଛୁ ଯେ ଏବେ କରୁଛନ୍ତି ନାହିଁ, ସେ 30 ବର୍ଷ ହେଲା ଏଇ ଭଗବତ ଲାଇନ୍ରେ ଅଛନ୍ତି। ମିନିମମ୍ ତାଙ୍କ ଦ୍ୱାରା ଆମର ଯେଉଁ ଭଗବତ ଅନୁଷ୍ଠାନ ଅଛି କଟକ ସହରରେ, ମିନିମମ୍ ସିଏ 500ରୁ 700 ସନ୍ଧ୍ୟା ସେ କରିସାରିଛନ୍ତି, ମୋ କମ୍ପ୍ୟୁଟର ଯାହା କହୁଛି। ଏବଂ ଉଦ୍ଦେଶ୍ୟ ରହୁଛି ଭଗବତ କଥା ଶ୍ରବଣ କଲେ ଆମ ଭିତରେ ଯେଉଁ ଅଛି, ଆମ ଭିତରେ ଯେଉଁ ଅହଙ୍କାର ଅଛି, ଯେଉଁ କ୍ଲେଶ ରହିଛି, ଏହା ଦୂର ହୋଇଯାଏ। ଏହା ସତ, ମୁଁ ନିଜେ ଅନୁଭବ କରିଛି। ଏ ମାଆ ମାନେ ସବୁ ଆମର ବଣିଆ ସାହିର ବହୁତ ଭକ୍ତିମୟୀ ମା। ଏବଂ ଏଠି ପ୍ରତ୍ୟେକ ଦିନ ବାସୁଳୀ ଠାକୁରାଣୀଙ୍କ ପାଖରେ ଆମର ଭଗବତ କଥା ଆଲୋଚନା ହେଉଛି। ଚାରଣ କାଶୀନାଥ ଦାସ ମହାରାଜ, ପଣ୍ଡିତ ଗଦାଧର ଦାସ ଏବଂ ପ୍ରକାଶ ଜୀ, ଏ 3 ଜଣ ଅନୁଷ୍ଠାନକୁ ବଞ୍ଚାଇଛନ୍ତି। ମେଢ଼ୁ ନନା, ଏସବୁ ପିଲାମାନେ, ଯୁବକମାନେ ବହୁ ଉତ୍ସାହ ଉତ୍କଣ୍ଠାର ସହିତ କାର୍ଯ୍ୟକ୍ରମ କରୁଛନ୍ତି। ଆଜି ଏତେ ଆନନ୍ଦ ଲାଗିଲା। ଆରମ୍ଭରେ ଯେଉଁ 100-200 ମା ମାନେ ଥିଲେ, ମୁଁ ତାଙ୍କୁ ଧନ୍ୟବାଦ ଦେବି ଯେ ଖରା ଗରମରେ ସିଏ ରାମ କଥା ଶ୍ରବଣ କରୁଛନ୍ତି। ଏହାଦ୍ୱାରା କ'ଣ ନା ସଂସାରର ମଙ୍ଗଳ ହେବା ସହିତ ତାଙ୍କ ପରିବାରର ମଙ୍ଗଳ ହେବ। ଏବଂ ଏଇଭଳି କାର୍ଯ୍ୟକ୍ରମ ଆହୁରି ଆଗକୁ ହେବ। ଆସନ୍ତା ଜୁନ୍ 21ରୁ ଜୁନ୍ 30 ଗୁରୁ ବାବା ବଳରାମ ଦାସ ମଠରେ ପୁଣି ଶ୍ରୀରାମଚରିତ ମାନସ ଯେଉଁ 14ତମ ବାର୍ଷିକ ଉତ୍ସବ ପାଳନ ହେବ, ସେଥିରେ ମଧ୍ୟ ପ୍ରକାଶ ଜୀ ରହିବେ। ଏବଂ ମା ମାନଙ୍କୁ ମୁଁ ନିବେଦନ କରିବି, ମୁଁ ଏତିକି କହିକି ଧନ୍ୟବାଦ ଦେବି ଆପଣଙ୍କର ଦିବ୍ୟଜ୍ୟୋତି ଚ୍ୟାନେଲକୁ। ଦେଖି ଆପଣ ବହୁ ଚେଷ୍ଟା କରିକି ଯେଉଁ ଚ୍ୟାନେଲ ମାଧ୍ୟମରେ ସାରା ଦିବ୍ୟଜ୍ୟୋତି ଚ୍ୟାନେଲ ଆମର ସାରା ଓଡ଼ିଶା ନାହିଁ, ଆଜି ବିଶ୍ୱର କୋଣ ଅନୁକୋଣରେ ପହଞ୍ଚି ପାରିଛି। ଆମେରିକା ହଉ, ଯୁଆଡ଼େ ହଉ, ମୋର ଭକ୍ତମାନେ ଦେଖୁଛନ୍ତି, ମୁଁ ଖବର ବି ଦେଉଛନ୍ତି। ମୁଁ ଆପଣଙ୍କୁ ଧନ୍ୟବାଦ ଦେବି ଶଙ୍କର ବାବୁଙ୍କୁ, ଯେ ଏଭଳି ଏକ ମହାନ ଉଦ୍ୟମ କରି ହରିକଥାର ପ୍ରଚାର ପ୍ରସାର ପାଇଁ ଯେଉଁ ଆପଣ ଷ୍ଟେପ୍ ନେଇଛନ୍ତି, ଏହା ନିଶ୍ଚିତ ଭାବରେ ଦିନେ ନା ଦିନେ ଆପଣଙ୍କୁ ନେଇକି ଗୌରବାନ୍ୱିତ କରିବ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ମୁଁ କ'ଣ ବା କହିବି, ପ୍ରେମ ପ୍ରସରାର ସମସ୍ତ କର୍ମକର୍ତ୍ତା ତଥା ଉଦ୍ୟୋକ୍ତା ତଥା ପରଶୁଦାସ ମଠର ମାଲିକ ମହାରାଜ ସମସ୍ତଙ୍କୁ ମୋର ଅନନ୍ତ କୋଟି ପ୍ରଣାମ। ସମସ୍ତ ମା ମାନଙ୍କୁ ମୋର ଅନନ୍ତ କୋଟି ପ୍ରଣାମ। କାୟ ମନ ବାକ୍ୟରେ ଆମର ଉଦ୍ୟୋକ୍ତା ମାଡ଼ୁ ନନା, ମେଡ଼ୁ ଭାଇ, ଅଲ୍ଲା ଭାଇ, ବୁଲା ଭାଇ ତଥା ଅନ୍ୟାନ୍ୟ ଯେତେ ସବୁ ଅଛନ୍ତି, ଭାସିଆ, ରିଣ୍ଟୁଆ, ସମସ୍ତ ଗ୍ରାମବାସୀ ବୃନ୍ଦକୁ ମୁଁ ଆନ୍ତରିକ କୃତଜ୍ଞତା ଜଣାଉଛି। କାରଣ ସେମାନେ ମୋ ମାଧ୍ୟମରେ ମୁଁ ଗୋଟେ କହିଲି କି ଯେହେତୁ ଗୋଟେ ରାମ କଥା କରିବା, ରାମ କଥା ଗୋଟେ ସ୍ୱତନ୍ତ୍ର, ଭାଗବତ ତ ଯେମିତି ସ୍ୱତନ୍ତ୍ର, ରାମ କଥା ବି ସେମିତି ସ୍ୱତନ୍ତ୍ର। ସେଇ ନ୍ୟାୟରେ ଆମେ କହିଲୁ ପ୍ରବକ୍ତା କେଉଁଠି ଆସିବ? ମୁଁ କହିଲି ପ୍ରବକ୍ତା ଆମେ ନିଜେ ହେଇଯିବା। ପ୍ରବକ୍ତା କ'ଣ ଅଛି? ପ୍ରବକ୍ତାର କ'ଣ ଦରକାର ଅଛି? ପ୍ରବକ୍ତା ଆମେ ନିଜେ କରିଦେବା। ଆଉ ପ୍ରବକ୍ତା, ଆଉ ଯଦି ପ୍ରବକ୍ତା, କାହିଁକିନା ଏବେ ପ୍ରବକ୍ତାଙ୍କୁ କଥା କହିବା ନ କହିବାଟା ହିଁ ଭଲ। କାହିଁକିନା ଆମେ ଭାଗବତକୁ କି ରାମାୟଣକୁ ଆମେ ନିଶା କରିଛୁ, ସେମାନେ କିନ୍ତୁ ପେଶା କରିଛନ୍ତି। ଏତିକି ନହେଲେ ଆମେ ଯିବୁ ନାହିଁ, ସେତିକି ହେଲେ ଯିବୁ ନାହିଁ। କିନ୍ତୁ ଆମକୁ ଯେତେ ସମୟରେ, ଯେଉଁ ସମୟରେ ବି ହେଉ, ଝଡ଼ ବି ବର୍ଷା ହେଉ, ଯାହା ବି ହେଉ, ଆମକୁ କିଛି ଦକ୍ଷିଣ ଆବଶ୍ୟକତା ନାହିଁ। ଖାଲି ପ୍ରେମର କଥା ଅଛି। ପ୍ରେମର ସହିତ ଯେତେବେଳେ ବି କହିବ ଅଧମକୁ, ଇଏ ବିଶ୍ୱ ଭାଗବତ ଚେତନାର ଉପାଧ୍ୟକ୍ଷ ପ୍ରକାଶ କୁମାର ବେହେରା ଆପଣଙ୍କୁ କଥା ଦେଉଛି। ଏ ଦିବ୍ୟଜ୍ୟୋତି ଚ୍ୟାନେଲକୁ ଜଣେଇ ଦେଉଛି ବି, ଯେତେବେଳେ ଆପଣଙ୍କର ଅସୁବିଧା ହେବ, ଆପଣମାନେ ଯଦି ଷ୍ଟାଣ୍ଡ ବାଇ ମୋତେ ଯଦି ଡାକନ୍ତି, ଇଏ ଯାଇକି ଆପଣଙ୍କ କାମରେ ପ୍ରସ୍ତୁତ ହେବ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆଉ ଅଧିକ କ'ଣ କହିବି?
निमंत्रण करुच्ची भी समस्ते आसिकी सहयोग टिके अनुदान योगदान करंतु भगवान कथा शुणी आशीर्वाद लाभ करवा हवा संगे संगे तांकर आशीर्वाद हवा संगे तांकर परिवार आशीर्वाद लाभ करंतु। जय जगन्नाथ आ ये आमर जय श्री राम। कौन कहता तुम कौन कहले जति की घा जति की गद बनाना कुछ जति की गद बनाना कौन करी सब दिन कहले जा आज कहले से वो ठीक 10टा साल तू कहली बारे केमिति हम ना सुंदरीटा हम सुशील हम आउ सियाणिया हम आउ ता नाम उमा अंबिका रे मन कृष्ण नाम राम नाम भज रे राम नाम भज रे Rama Rama Bhajane Mana Krishna
ସେତିକିବେଳେ ଯେତେ ଯୁଗ ଚାଲିଥିବା ସମୟରେ ହେ ସଜ୍ଜନ ମଣ୍ଡଳୀ ମା ଭଗବାନଙ୍କର ବନବାସ ଲୀଳା ହୋଇଛି। ଆଉ ବନବାସ ଲୀଳା ସମୟରେ ମା ଜଗଜ୍ଜନନୀ ସୀତାଙ୍କୁ ରାବଣ ହରଣ କରି ନେଇ ପଳାଇଛି। ସେହି ସମୟରେ ଯେତେବେଳେ ସୀତାଙ୍କୁ ହରଣ କରି ରାବଣ ନେଇ ଚାଲି ଯାଇଛି ତ ଜଗଜ୍ଜନନୀ ମା ନ ପାଇବାରୁ ଆଜି ଏ ବନଗିରି ଏ ଲତାଗିରି ଆମର